ଆପଣ କେବେ ଭାବିଛନ୍ତି କି ଏହି ବିଶାଳ ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଥିବା ସତ୍ତ୍ୱେ ଆମେ କାହିଁକି ନିର୍ଦ୍ଦିଷ୍ଟ ଦୁଇ ଜଣଙ୍କୁ ଆମର ମାତା ଓ ପିତା ଭାବେ ପାଉଛୁ? କାହିଁକି ଆମର ଜନ୍ମ ଏକ ନିର୍ଦ୍ଦିଷ୍ଟ ଘରେ ହୁଏ? କାହିଁକି ଆମ ଜୀବନର ପ୍ରଥମ ଶିକ୍ଷକ ହୋଇଥାନ୍ତି ଆମର ମାତା ପିତା? ଏହା କେବଳ ଏକ ସାଧାରଣ ସଂଯୋଗ, ନା ଏହା ପଛରେ ଲୁଚିଛି ଜୀବନର କୌଣସି ଗଭୀର ରହସ୍ୟ? ପୁରାଣ ଓ ଆଧ୍ୟାତ୍ମିକ ଚିନ୍ତାଧାରାରେ ମାତା ପିତାଙ୍କୁ କେବଳ ଜନ୍ମଦାତା ଭାବେ ଦେଖାଯାଇ ନାହିଁ, ସେମାନେ ଆମ ଜୀବନର ପ୍ରଥମ ପଥ ପ୍ରଦର୍ଶକ। ମା ଆମକୁ ଜୀବନ ଦିଅନ୍ତି ଆଉ ପିତା ଆମକୁ ଜୀବନର କଠିନ ରାସ୍ତାରେ ଚାଲିବା ଶିଖାନ୍ତି। କିନ୍ତୁ ମାତା ପିତାଙ୍କର ଭଲ ପାଇବା ସବୁବେଳେ ମିଠା କଥାରେ ପ୍ରକାଶ ପାଏ ନାହିଁ। ବେଳେ ବେଳେ ଏହା ଚିନ୍ତାରେ, ଏପରିକି ନୀରବତାରେ ମଧ୍ୟ ଲୁଚିଥାଏ। ଜଣେ ମା ନିଜ ସନ୍ତାନକୁ ଖାଇବା ଦେଇ ନିଜେ ଭୋକିଲା ରହିପାରେ। ଜଣେ ପିତା ନିଜ ସନ୍ତାନର ଭବିଷ୍ୟତ ପାଇଁ ନିଜର ଅନେକ ଇଚ୍ଛାକୁ ତ୍ୟାଗ କରିପାରନ୍ତି। ଆମେ ବଡ଼ ହେଲେ ଏହି ତ୍ୟାଗ ଗୁଡ଼ିକୁ ବୁଝିବା ଆରମ୍ଭ କରୁ। ତେଣୁ ଆଜି ଯଦି ଆପଣଙ୍କ ମାତା ପିତା ଆପଣଙ୍କୁ କୌଣସି କଥାରେ ରୋକୁଛନ୍ତି, ତୁରନ୍ତ ସେମାନଙ୍କୁ ଶତ୍ରୁ ଭାବନ୍ତୁ ନାହିଁ। ହୋଇପାରେ ସେହି ରୋକିବା ପଛରେ ଆପଣଙ୍କ ପାଇଁ ଏକ ଅଦୃଶ୍ୟ ସୁରକ୍ଷା ଲୁଚିଛି। କିନ୍ତୁ କାହାଣୀ ଏଠାରେ ଶେଷ ନୁହେଁ, କାରଣ ଜୀବନରେ ଏମିତି ସମୟ ମଧ୍ୟ ଆସେ ଯେତେବେଳେ ସନ୍ତାନ ନିଜ ମାତା ପିତାଙ୍କ କଥା ବୁଝିପାରେ ନାହିଁ ଏବଂ ସେହି ଭୁଲ ବୁଝାମଣା ଏକ ପରିବାରକୁ ଭାଙ୍ଗି ଦେବାର ମୁଖ୍ୟ କାରଣ ହୋଇଯାଏ। ଜଣେ ପୁଅ କିପରି ନିଜ ପିତାମାତାଙ୍କୁ ନିଜର ସବୁଠାରୁ ବଡ଼ ଶତ୍ରୁ ଭାବିଥିଲା, କିନ୍ତୁ ପରେ ତା ଆଖି ଆଗରେ ଖୋଲିଗଲା ଏମିତି ଏକ ସତ୍ୟ ଯାହା ତାର ସମ୍ପୂର୍ଣ୍ଣ ଜୀବନକୁ ବଦଳାଇ ଦେବ। ସେହି ବିଷୟରେ ଏକ ଛୋଟିଆ କାହାଣୀଟି ଚାଲ ଆରମ୍ଭ କରିବା। ଏକ ଛୋଟ ସହରରେ ରହୁଥିଲେ ଜଣେ ଯୁବକ। ତାର ନାମ ଥିଲା ଆଦିତ୍ୟ। ଆଦିତ୍ୟ ନିଜ ଜୀବନକୁ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହୁଁଥିଲା। ତା ସ୍ୱପ୍ନ ଥିଲା ବଡ଼ ସହରକୁ ଯାଇ ନିଜର ଏକ ଭଲ ଭବିଷ୍ୟତ ଗଢ଼ିବ। କିନ୍ତୁ ତାର ପିତା ସବୁବେଳେ ତାକୁ କହୁଥିଲେ, ଭଲ ଭାବେ ଭାବିଚିନ୍ତି କରି ପଦକ୍ଷେପ ନେ। ଆଦିତ୍ୟଙ୍କୁ ଏହି କଥା ଭଲ ଲାଗୁନଥିଲା। ତାର ମନରେ ଏକ ଭାବନା ଜନ୍ମ ନେଲା, ମୋ ବାପା ମତେ ଆଗକୁ ବଢିବାକୁ ଦେଉନାହାନ୍ତି। ଦିନକୁ ଦିନ ତାର ରାଗ ବଢିବାକୁ ଲାଗିଲା। ଗୋଟିଏ ଦିନ ସେ ପିତାଙ୍କୁ କହିଦେଲା, ଆପଣ ମତେ ବୁଝନ୍ତି ନାହିଁ। ମୋ ଜୀବନରେ ଆପଣଙ୍କ ଆଉ ହସ୍ତକ୍ଷେପ ଦରକାର ନାହିଁ। ଏହି କଥା ଶୁଣି ପିତା କିଛି କହିଲେ ନାହିଁ, କେବଳ ଚୁପ୍ ରହିଗଲେ। ମାଙ୍କ ଆଖିରେ ଲୁହ ଥିଲା। ଆଦିତ୍ୟ ଘର ଛାଡି ସହରକୁ ଚାଲିଗଲା। ଆରମ୍ଭରେ ସବୁକିଛି ତାକୁ ସୁନ୍ଦର ଲାଗିଲା। ନୂଆ ସହର, ନୂଆ ଲୋକ, ନୂଆ ସ୍ୱପ୍ନ। କିନ୍ତୁ ଧୀରେ ଧୀରେ ସେ ବୁଝିଲା, ଜୀବନ କେବଳ ସ୍ୱପ୍ନ ଦେଖିବାର ନାମ ନୁହେଁ। ଏଠାରେ ପ୍ରତ୍ୟେକ ହସ ପଛରେ ନିଜସ୍ୱ ଉଦ୍ଦେଶ୍ୟ ଥାଇପାରେ। ପ୍ରତ୍ୟେକ ସୁଯୋଗ ସତ୍ୟ ହୋଇନପାରେ ଏବଂ ପ୍ରତ୍ୟେକ ଲୋକ ଆପଣଙ୍କ ଭଲ ଚାହିଁବେ ଏହା ମଧ୍ୟ ସତ୍ୟ ନୁହେଁ। ଗୋଟିଏ ସମୟରେ ଆଦିତ୍ୟ ଏକ ବଡ଼ ଭୁଲ ନିଷ୍ପତ୍ତି ନେବାକୁ ଯାଉଥିଲା। ସେତେବେଳେ ତାର ପିତାଙ୍କ କହିଥିବା ଏକ କଥା ତାର ମନକୁ ଆସିଲା, ଯେଉଁ ନିଷ୍ପତ୍ତି ନେବା ପୂର୍ବରୁ ତୁମ ମନ ଭିତରୁ ଭୟଭୀତ ହେଉଛି, ସେହି ନିଷ୍ପତ୍ତିକୁ ଥରେ ରୋକି ଭାବି ଦେଖ। ଆଦିତ୍ୟ ଅଟକିଗଲା। ସେ ନିଜ ନିଷ୍ପତ୍ତିକୁ ପୁଣି ଥରେ ଭାବିଲା ଏବଂ ସେତେବେଳେ ତାକୁ ବୁଝା ପଡ଼ିଲା, ତାର ପିତା ତାର ଶତ୍ରୁ ନଥିଲେ। ସେ ତାର ଭବିଷ୍ୟତକୁ ଦେଖିପାରୁ ନଥିଲେ, କିନ୍ତୁ ନିଜ ଅନୁଭବରୁ ବିପଦକୁ ଚିହ୍ନି ପାରୁଥିଲେ। ଆଦିତ୍ୟ ପ୍ରଥମ ଥର ପାଇଁ ନିଜ ଅହଙ୍କାରକୁ ପ୍ରଶ୍ନ କଲା, ମୁଁ କଣ ନିଜ ମାତା ପିତାଙ୍କୁ ବୁଝିବା ପୂର୍ବରୁ ତାଙ୍କୁ ବିଚାର କରିଦେଇଥିଲି? ଏହି ପ୍ରଶ୍ନ ତାର ମନକୁ ଭିତରୁ ହଲାଇ ଦେଲା। ସେ ଘରକୁ ଫୋନ କଲା, ଫୋନ ଉଠିଲା ନାହିଁ। ପୁଣି କଲା, ତଥାପି ନାହିଁ। ତାର ହୃଦୟରେ ଅଜଣା ଭୟ ସୃଷ୍ଟି ହେଲା। ସେହି ରାତିରେ ସେ ଗୋଟିଏ କଥା ବୁଝିଲା, ଜୀବନରେ ଅନେକ ଲୋକ ଆମକୁ ହସି ହସି ଧୋକା ଦେଇ ପାରନ୍ତି, କିନ୍ତୁ ମାତା ପିତାଙ୍କ ତାଗିଦରେ ମଧ୍ୟ ଅନେକ ସମୟରେ ଆମ ପାଇଁ ଲୁଚିଥାଏ ନିଃସ୍ୱାର୍ଥ ଭଲ ପାଇବା। କିନ୍ତୁ ଆଦିତ୍ୟ ଏ ପର୍ଯ୍ୟନ୍ତ ଜାଣିନଥିଲା, ତା ଘରେ ତାକୁ ନେଇ ଆଉ ଏକ ବଡ଼ ଘଟଣା ଘଟି ସାରିଛି। ସେହି ଘଟଣା ତାକୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦେବାକୁ ଯାଉଛି। ଆଦିତ୍ୟ ତୁରନ୍ତ ଗାଁକୁ ଫେରିବାକୁ ବାହାରିଗଲା। ରାସ୍ତା ସାରା ତାର ମନରେ କେବଳ ଗୋଟିଏ କଥା ଘୁରୁଥିଲା, ମୁଁ ଶେଷରେ ମୋ ବାପାଙ୍କୁ କେବେ ଭଲ ଭାବରେ କଥା କହିଥିଲି? ତାକୁ ମନେ ପଡ଼ିଲା, ପିତା କେତେଥର ତାର ଅପେକ୍ଷା କରିଥିଲେ, ମା କେତେଥର ଫୋନ କରିଥିଲେ, କିନ୍ତୁ ସବୁବେଳେ କହିଥିଲା, ମୁଁ ବ୍ୟସ୍ତ ଅଛି। ଆଜି ସେଇ ଗୋଟିଏ ବାକ୍ୟ ତାର ମନରେ କଣ୍ଟା ଭଳି ବିନ୍ଧୁଥିଲା। ଘରେ ପହଞ୍ଚି ସେ ଦେଖିଲା, ମା ଚୁପଚାପ ବସିଛନ୍ତି। ଆଦିତ୍ୟ ଦୌଡ଼ି ଯାଇ ପଚାରିଲା, ବାପା କୋଉଠି? ମା କିଛି ସମୟ ନୀରବ ରହିଲେ, ତାପରେ କହିଲେ, ତୋ ବାପା ତୋ ପାଇଁ ସହରକୁ ଯାଇଥିଲେ। ଆଦିତ୍ୟ ଆଶ୍ଚର୍ଯ୍ୟ ହୋଇଗଲା, ମୋ ପାଇଁ? ମା କହିଲେ, ତୁ ଯେଉଁ କାମ କରିବାକୁ ଯାଇଥିଲୁ ସେଥିରେ କିଛି ବିପଦ ଥିବା କଥା ସେ ଜାଣିଥିଲେ। ତୋତେ ବୁଝାଇବା ପାଇଁ ସେ ନିଜେ ଯାଇଥିଲେ। ଆଦିତ୍ୟଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା। ସେ ମନେ ମନେ ଭାବିଲା, ଯାହାକୁ ମୁଁ ମୋ ଜୀବନର ବାଧା ଭାବିଥିଲି, ସେ ମତେ ବିପଦରୁ ବଞ୍ଚାଇବାକୁ ନିଜେ ଆଗକୁ ବଢିଥିଲେ। ସେହି ମୁହୂର୍ତ୍ତରେ ଆଦିତ୍ୟଙ୍କ ମନରୁ ଅହଙ୍କାର ଭାଙ୍ଗିଗଲା। ସେ ବୁଝିଲା, ମାତା ପିତା ସବୁବେଳେ ଠିକ ହେବେ ଏହା ନୁହେଁ, କିନ୍ତୁ ସେମାନଙ୍କ ମନରେ ଥିବା ସନ୍ତାନ ପ୍ରତି ଚିନ୍ତାକୁ ମଧ୍ୟ ଅବହେଳା କରିହେବ ନାହିଁ। ସମ୍ପର୍କର ଅର୍ଥ ହେଉଛି ପରସ୍ପରକୁ ବୁଝିବା, କେବଳ ନିଜ କଥାକୁ ସତ୍ୟ ଭାବିବା ନୁହେଁ। ଆଜି ଆମେ ଛୋଟ ଥିବା ବେଳେ ଭାବୁ ମାତା ପିତା ଆମକୁ ବୁଝୁନାହାନ୍ତି, କିନ୍ତୁ ଦିନେ ଯେତେବେଳେ ଆମେ ନିଜ ଦାୟିତ୍ୱ ନେବା ଶିଖିବା, ସେତେବେଳେ ବୁଝିବା
ସେମାନଙ୍କର ଅନେକ ନା ପଛରେ ଥିଲା ଆମର ସୁରକ୍ଷା, ସେମାନଙ୍କର ଅନେକ ତାଗିଦ ପଛରେ ଥିଲା ଆମର ଭବିଷ୍ୟତ, ସେମାନଙ୍କର ଅନେକ ନୀରବତା ପଛରେ ଥିଲା ଆମ ପାଇଁ ଲୁଚିଥିବା ଲୁହ। ତେଣୁ ମାତା ପିତାଙ୍କୁ ଦେବତା କହିବାର ଅର୍ଥ ଏହା ନୁହେଁ ଯେ ସେମାନେ କେବେ ଭୁଲ କରିବେ ନାହିଁ। ଏହାର ଅର୍ଥ ଆମ ଜୀବନରେ ସେମାନଙ୍କ ତ୍ୟାଗ ଓ ଅବଦାନର ମୂଲ୍ୟକୁ ବୁଝିବା। ଯଦି ଆପଣଙ୍କର ମା ଆଜି ଆପଣଙ୍କ ପାଖରେ ଅଛନ୍ତି, ତାଙ୍କ ସହିତ ଥରେ ଭଲ ଭାବରେ କଥା ହୁଅନ୍ତୁ। ଯଦି ପିତା ଆପଣଙ୍କ ପାଖରେ ଅଛନ୍ତି, ତାଙ୍କୁ ଥରେ କୁହନ୍ତୁ, ବାପା, ଆପଣ ମୋ ପାଇଁ ଯାହା କରିଛନ୍ତି ମୁଁ ସବୁ କିଛି ବୁଝିପାରି ନଥିଲି, କିନ୍ତୁ ଆଜି ମୁଁ ତାହାର ମୂଲ୍ୟ ବୁଝିଛି। କାରଣ ଜୀବନର ସବୁଠାରୁ ବଡ ଦୁଃଖ ହେଉଛି ଯେତେବେଳେ ଆମେ କାହାର ମୂଲ୍ୟ ବୁଝିଥାଉ, ସେତେବେଳେ ସେଇ ମଣିଷ ଆମ ପାଖରେ ନ ଥାଇ ପାରନ୍ତି। ତେଣୁ ଆଜି ନୁହେଁ, କାଲି ନୁହେଁ, ଆଜି ହିଁ ମାତା ପିତାଙ୍କୁ ସମୟ ଦିଅନ୍ତୁ। ଏହି କାହାଣୀର ଶେଷ ଶିକ୍ଷା ହେଉଛି ମାତା ପିତା ଆମ ଜୀବନର ସମ୍ପୂର୍ଣ୍ଣ ଭବିଷ୍ୟତ ଲେଖି ଦିଅନ୍ତି ନାହିଁ, କିନ୍ତୁ ଜୀବନର ପ୍ରଥମ ପୃଷ୍ଠାଟି ସେମାନେ ନିଜ ତ୍ୟାଗରେ ଲେଖିଦିଅନ୍ତି। ତେଣୁ ସେମାନଙ୍କୁ ବୁଝନ୍ତୁ, ସମ୍ମାନ କରନ୍ତୁ ଏବଂ ସମୟ ଥିଲାବେଳେ ଭଲ ପାଇବା ପ୍ରକାଶ କରନ୍ତୁ। ଯଦି ଏହି କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଛି, ତେବେ କମେଣ୍ଟରେ ନିଜ ମା ଏବଂ ବାପାଙ୍କ ପାଇଁ ଗୋଟିଏ ଶବ୍ଦ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।